ରୁବିକୁ କହିବେ, ନୀଲମ କଥା ତ ମୁଁ ପରେ ବୁଝିବି, ହେଲେ ତୁ ମୋତେ ଆଗ କହ, କାଲି ରାତିରେ ଗୌରବ ଯୋଉ କଥା କହିଥିଲା ସେ କଥା ସତ? ତାପରେ ରୁବି କହିବେ, ମାୟା ଦେଖ ମୋ ମାନେ। ପୁଣି ମାୟା କହିବେ, ଦିଦି ମୁଁ ଏଣୁ ତେଣୁ କଥା ଶୁଣିବାକୁ ଚାହୁଁନି। ହଁ କି ନା ସିଧାସଳଖ ତୋ ମୁହଁରୁ ମୁଁ ଶୁଣିବାକୁ ଚାହୁଁଛି। ତୁ ହଁ କି ନା କହିବା କିଛି ଦରକାର ନାହିଁ ଦିଦି, କାରଣ ୟା ରୂପକୁ ଦେଖିଲେ ଘଟଣା କ'ଣ ଆପେ ବୁଝି ହେଉଛି। ଛି ଦିଦି, ତୋ ପାଖରୁ ମୁଁ ଏଇ କଥା କେବେ ଆଶା କରିନଥିଲି। ଏତେ ବଡ଼ କଥା ତୁ ମୋତେ ଲୁଚେଇଥିଲୁ। ତୋ ପାଇଁ ମୁଁ କାଲି ପିଇସି ମାଙ୍କ ସାଙ୍ଗରେ ଲଢ଼େଇ କରିଥିଲି। ତୋରି ପାଇଁ ତାଙ୍କ ସାଙ୍ଗରେ ମୁଁ ଚ୍ୟାଲେଞ୍ଜ ଦେଇଥିଲି। ଏବେ କ'ଣ କରିବି କହ? କି ଉତ୍ତର ଦେବି ମୁଁ ତାକୁ? ଏବେ ଯଦି ପିଉସୀ ମା ତୋତେ ତୋ ଝିଅକୁ ଏ ଘରୁ ବାହାରି ଯିବା ପାଇଁ କୁହନ୍ତି ତାହେଲେ ମୁଁ କିଛି କରିପାରିବିନି। କିଛି ବି ନୁହେଁ। ତାପରେ ରୁବି କହିବେ, ଆଚ୍ଛା ନୀଲମ କଥା ମୁଁ ତୋ ପାଖରୁ ଲୁଚେଇଥିଲି ବୋଲି ତୁ ଆଜି ମୋ ପାଖରୁ ମୁହଁ ଫେରେଇ ନେଉଛୁ। ଏମିତି କି ପିଉସୀ ମା ଯଦି ମୋତେ ଏ ଘରୁ ବାହାର କରିଦିଅନ୍ତି ତୁ କିଛି କହିପାରିବୁନି? ଘରୁ ବାହାର କରିଦିଅନ୍ତି ଯଦି ଏମିତି କଥା, ତାହେଲେ ନୀଲମ ବିଷୟରେ ଏସବୁ ଜାଣିବା ଲୋକ ଏକା ମୁଁ ନୁହଁ। ଏ ବିଷୟରେ ତ ପଲ୍ଲବୀ ଆଉ ଆଦର୍ଶ ବି ଜାଣିଛନ୍ତି। ସେ ଦି ଜଣ ବି ତୋ ପାଖରେ ଏ କଥା ଲୁଚେଇଛନ୍ତି। ତାହେଲେ କ'ଣ ସେ ଦି ଜଣଙ୍କୁ ବି ତୁ ଏ ଘରୁ ବାହାର କରିଦେବୁ? କହ ମାୟା, ଯଦି ସାହସ ଅଛି ତାହେଲେ ସେମାନଙ୍କୁ ବି ଏ ଘରୁ ବାହାର କରିକି ଦେଖା। ଚାହିଁ ରହିଲୁ କାହିଁକି ମାୟା? ଦେ ସଜା ସେମାନଙ୍କୁ, ତାହେଲେ ଯାଇ ଜଣାପଡ଼ିବ ଏ ଘରେ ତୋର ଟାଣ କେତେ। କ'ଣ ହେଲା ମାୟା, ଚୁପ୍ ରହିଲୁ କାହିଁକି? କ'ଣ ସଜା ଦେବୁ ପଲ୍ଲବୀକୁ କହ? ତାପରେ ଦାଦିମା କହିବେ, ହେ କିଏ କାହାକୁ ସଜା ଦେବ ସେଇଟା ମୁଁ ବି ଦେଖିବି। ଏମିତି କହି ଦାଦିମା ମାୟାକୁ କହିବେ, ମାୟା ଆରେ ହେ ଖାଇବା ଚୋରଣୀ, କଥାରେ କାହିଁକି ପଡ଼ୁଛୁ? କ'ଣ ତୁ ଦେଖିପାରୁନୁ ଯେ ନିଜର ଦୋଷ ଢାଙ୍କିବା ପାଇଁ ସେ ପଲ୍ଲବୀ ଉପରେ କେମିତି ଦୋଷ ଚପଉଛି? ତାପରେ ମାୟା କହିବେ, ପଲ୍ଲବୀର କୌଣସି ହରକତ ମୋ ଉପରେ କିଛି ଫରକ ପକେଇବନି ପିଉସୀ ମା, କାରଣ ପଲ୍ଲବୀ ଉପରେ ମୋର କୌଣସି ଆଶା ନାହିଁ। ବାକି ରହିଲା ଆଦର୍ଶ, ସେ ତ ପଲ୍ଲବୀ କଥାରେ ହଁ ମାରିବା ପିଲା। ତା ନିଜର ବୁଦ୍ଧି ସୁଦ୍ଧି ସେ ସବୁ ହରେଇ ବସିଲାଣି। ତାପରେ ଦାଦିମା କହିବେ, ମାୟା ମୁଁ ତୋତେ କହିଥିଲି ନା ସେ ଖାଇବା ଚୋରଣୀ କଥାରେ ତୁ ପଡ଼ନି ବୋଲି। ଆରେ ହେ ଯାଏ ତୋତେ ଆଉ ତୋ ଝିଅକୁ ବଞ୍ଚେଇବା ପାଇଁ ପଲ୍ଲବୀ ମାୟା ଆଗରେ ସତଟା ଲୁଚେଇକି ରଖିଛି। ଆରେ ତୁ କ'ଣ ସେ କଥା ବୁଝିପାରୁନୁ? ହଁ, ପଲ୍ଲବୀ ଆଗରେ ତୋର ଋଣୀ ହେଇକିରି ରହିବା କଥା, ଆଉ ସେଇଟା ନ କରିକି ତୁ ମାୟା ଆଗରେ ତା ନାଁରେ ଅଭିଯୋଗ କରୁଛୁ। ଏମିତି କହି ଦାଦିମା ମାୟାକୁ କହିବେ, ମାୟା ଏବେ ବି ସମୟ ଅଛି। କୋଉଟା ଭୁଲ ଆଉ କୋଉଟା ଠିକ୍ ସେଇଟା ଟିକେ ବୁଝିବାକୁ ଚେଷ୍ଟା କର। ଆରେ ତୋରି ଭଉଣୀ ଆଖି ଆଗରେ ତୋତେ ଉସ୍କଉଛି, ତୋ ଘର ଭାଙ୍ଗିବାକୁ ଚେଷ୍ଟା କରୁଛି। ଆରେ ମୁଣ୍ଡକୁ ଟିକେ ନେ ମୂର୍ଖ କୋଉଠିକାର। ତାପରେ ରୁବି କହିବେ, ବସ୍ ପିଉସୀ ମା, ବହୁତ ହେଇଗଲା। ଆପଣ ବଡ଼, ସେଇଥିପାଇଁ ମୁଁ ବହୁତ ସହିଗଲି, କିନ୍ତୁ ଏବେ ଆଉ ନୁହଁ। ପିଲାଦିନେ କୋଉଠି ଟିକେ କ'ଣ ଲୁଚେଇକି ଖାଇ ଦେଇଥିଲି ବୋଲି ଆଜି ପର୍ଯ୍ୟନ୍ତ ଆପଣ ମୋତେ ଖାଇବା ଚୋରଣୀ ଡାକୁଛନ୍ତି, ଆଉ ମୋତେ ମୁଁ ମୋ ଭଉଣୀ ଘର ଭାଙ୍ଗୁଛି କଥା କହୁଛନ୍ତି। ଏବେ ଆପଣ ବି ସମସ୍ତଙ୍କ ସାମ୍ନାରେ ଆମ ଦି ଭଉଣୀଙ୍କ ଭିତରେ ନିଆଁ ଲଗେଇବା କାମ କରୁଛନ୍ତି ପିଉସୀ ମା। ତାହେଲେ ଏବେ ଆପଣଙ୍କୁ କ'ଣ କୁହାଯିବ? ତାପରେ ମମତା କହିବେ, ରୁବି ଦିଦି ପ୍ଲିଜ୍ ଆପଣ ଟିକେ ଚୁପ୍ ରୁହନ୍ତୁ। ତାପରେ ପଲ୍ଲବୀ କହିବେ, ହଁ ରୁବି ମାଉସୀ, ଦାଦିମା ଆପଣଙ୍କୁ କ'ଣ ପଦେ ଅଧେ କହିଦେଲେ ପ୍ଲିଜ୍ ଆପଣ ତାଙ୍କ କଥା ଧରନ୍ତୁନି। ତାପରେ ରୁବି କହିବେ, ନାଇଁ ମୁଁ ଧରିବି, କାହିଁକି ସେ ମୋ ନାଁରେ ଏସବୁ କହିବେ? ମୁଁ ପଚାରୁଛି ଆପଣ କିଏ? କ'ଣ ଭାବୁଛନ୍ତି ଆପଣ ନିଜକୁ? ଭଗବାନ ନା କୌଣସି ନ୍ୟାୟ ଦେବତା ଯେ ଏଠିକି ଆସିକି ସମସ୍ତଙ୍କ ଉପରେ ହୁକୁମ ଜାହିର କରିବ? ଯଦି ମୁଁ ମୋ ଘର ଛାଡ଼ି ଏଠି ଆସି ଆଶ୍ରୟ ନେଇ ପଡ଼ିଛି ତାହେଲେ ଆପଣ ବି ଆପଣଙ୍କ ଘର। ଏମିତି କହୁଥିଲା ବେଳେ ରୁବି ମାୟା କହିବେ, ବସ୍ ରୁବି ଦିଦି, ବସ୍ କହିବା ଏଥର ବନ୍ଦ କର। ତାପରେ ଦାଦିମା କହିବେ, ହଁ ଇଏ ହେଉଛି ମହାପାତ୍ର ପରିବାରର ବୋହୂର ପରିଚୟ। ତାପରେ ମାୟା ରୁବିକୁ କହିବେ, ଦିଦି ଭୁଲ ତୋ ଝିଅ କରିଛି। ମହାପାତ୍ର ଘରେ ରହି ଏଠି କାମରେ ସାହାଯ୍ୟ ନ କରି ଡେରି ରାତି ପର୍ଯ୍ୟନ୍ତ ବାହାରେ ରହୁଛି। ସିଏ ଏଠି ବାହାରେ ରହିବା ମନା, ଆଉ ତା ସାଙ୍ଗକୁ ପୁଣି ମଦ ପିଇକି ଘରକୁ ଆସୁଛି, ଯୋଉଟା ଏ ଘରେ ଜମା ଏଲାଉ ନୁହଁ। ଆଉ ନୀଲମ ଏ କାମ ଥରେ ଅଧେ ନୁହେଁ,
ବାର ବାର କରୁଛି। ଆଉ ତୁ ଏ କଥା ଜାଣିବା ପରେ ବି ତାକୁ ତାବିଜ ନ କରେଇ ନ ଅଟକେଇ ଓଲଟା ପିଉସୀ ମାଙ୍କୁ ନାଲି ଆଖି ଦେଖାଉଛୁ। ତୁ ଜାଣିଛୁ ସେ କିଏ? ଏ ଘରକୁ ଯେତେବେଳେ ମୁଁ ବୋହୂ ହେଇକି ଆସିଲି ସେତେବେଳେ ମୋ ଶାଶୁମାଙ୍କ କୋପରୁ ସିଏ ହିଁ ମୋତେ ବଞ୍ଚଉଥିଲି। ସିଏ ହିଁ ମୋତେ ଘରର କାଇଦା କଟକଣା ଶିଖେଇଛନ୍ତି। ଆଉ କେବଳ ତାଙ୍କରି ଯୋଗୁଁ ଆଜି ମୁଁ ମହାପାତ୍ର ଖାନଦାନର ବୋହୂ ହେବାର ସମ୍ମାନ ପାଇଛି। ଏଇଟା ମୋ ଶାଶୁଘର ଦିଦି, ଏଇଟା ମୋ ଘର। ତୁ ତ ଏଠି ଆଜି ଅଛୁ କାଲି ଚାଲିଯିବୁ, ହେଲେ ମୋତେ ଏଠି ସମସ୍ତଙ୍କ ସାଙ୍ଗରେ ସବୁଦିନ ପାଇଁ ରହିବାର ଅଛି। ଏମିତି କହି ମାୟା ହାତ ଯୋଡ଼ି କହିବେ, ତୁ ମୋ ବଡ଼ ଭଉଣୀ ଦିଦି, ହେଲେ ତମେ ମା ଝିଅ 2 ଜଣ ଯାକ ଏ ଘରର ଶୃଙ୍ଖଳା ଭାଙ୍ଗିଛ, ଏ ଘରର ନୀତି ନିୟମକୁ ପାଦରେ ଦଲି ଦେଇଛ। ତେଣୁ ମୁଁ ଏବେ ତୋ ପାଇଁ କିଛି ବି କରିପାରିବିନି ଦିଦି। ଏବେ ଯାହା ନିଷ୍ପତ୍ତି ନେବେ ପିଉସୀ ମା ନେବେ, ମୁଁ ନୁହେଁ। ଏମିତି କହି ମାୟା ଦାଦିମାକୁ ଯାଇ କହିବେ, ପିଉସୀ ମା, କାଲିର କଥା ଅନୁସାରେ ଯଦି ଆପଣଙ୍କୁ ଲାଗୁଛି ଦିଦି ଆଉ ନୀଲମ ଏ ଘର ଛାଡ଼ିକି ଚାଲିଯିବା ଉଚିତ, ତାହେଲେ ଆପଣ ସେମାନଙ୍କୁ ଏ କଥା ଶୁଣେଇ ଦିଅନ୍ତୁ, ମୋର କୌଣସି ଆପତ୍ତି ନାହିଁ। ତାପରେ ଅଚାନକ ରୁବି ଯାଇ ନୀଲମକୁ ବହୁତ ମାରିବେ ଆଉ କହିବେ, ହେଇଗଲା ତ ମନ ଶାନ୍ତି, ଥଣ୍ଡା ହେଇଗଲା ତ କଲିଜା। ଆରେ ମୋ ଭଉଣୀ ସହିତ କେତେ ଶାନ୍ତିରେ ଥିଲି, ତୁ ଏଇଠିକି ଚାଲି ଆସିଲୁ ନିଜେ ମରିବା ପାଇଁ ଆଉ ମୋତେ ବି ମାରିବାକୁ। ଆରେ ବାର ବାର ମୁଁ ତତେ କହିଥିଲି ଏଠି ଅଛୁ ମାନେ ଭଲରେ ଚଳିବୁ, କିନ୍ତୁ ତୁ ମୋ ପାଇଁ ଟିକେ ବି ଚିନ୍ତା ନାହିଁ ନା, ଖାସ୍ ତୋରି ପାଇଁ ଏବେ ତୁ ଏଠୁ ଯିବୁ ଆଉ ତା ସାଙ୍ଗେ ସାଙ୍ଗେ ମୁଁ ବି ଏଠୁ ଯିବି। ଏମିତି କହି ରୁବି ପୁଣି ନୀଲମକୁ ମାରିବେ। ତାପରେ ପଲ୍ଲବୀ କହିବେ, ରୁବି ମାଉସୀ, ଇଏ ଆପଣ କ'ଣ କରୁଛନ୍ତି? ଆପଣ ନୀଲମ ଦିକୁ ମାରୁଛନ୍ତି? ତାପରେ ରୁବି କହିବେ, ଇଏ ଆମ ମା ଝିଅଙ୍କ କଥା, ତୁ ଆମ ମା ଝିଅଙ୍କ ଭିତରେ ଇଣ୍ଟରଫେୟାର କରନି। ମୁଁ ୟାକୁ ମାରୁ ମାରୁ ମାରିଦେବି। ତାପରେ ନୀଲମ କହିବେ, ଆଣ୍ଟି, ମାୟା ଆଣ୍ଟି ମୋତେ ବଞ୍ଚାନ୍ତୁ। ଆଣ୍ଟି, ମୋର ଭୁଲ ହେଇଯାଇଛି, ପ୍ଲିଜ୍ ଆଣ୍ଟି ମୋତେ ବଞ୍ଚାନ୍ତୁ। ମୁଁ ସତ କହୁଛି ଆଣ୍ଟି, ଏମିତି ଭୁଲ ଆଉ ମୁଁ କେବେ ବି କରିବିନି। ତାପରେ ରୁବି କହିବେ, ଯେତେବେଳେ କହୁଥିଲି ସେତେବେଳେ ତ ତତେ ବୁଦ୍ଧି ଅକଲ ହଉନଥିଲା, ଏବେ କ୍ଷମା ମାଗିଲେ କ'ଣ ହବ? କ'ଣ ହବ? ତାପରେ ମମତା ଆସି ନୀଲମକୁ ଧରି ପକାଇବେ ଆଉ କହିବେ, ବସ୍ ରୁବି ଦିଦି, ବସ୍, ପିଲାଟାକୁ ଆଉ କେତେ ମାରିବେ? ନୀଲମ ତା ଭୁଲ ପାଇଁ ସେ ଅନୁତାପ କରିସାରିଲାଣି। ଏମିତି କହି ମମତା ନୀଲମକୁ କହିବେ, ନୀଲମ, ଯା ତୁ ରୁମକୁ ଯା। ତାପରେ ନୀଲମ ଚାଲିଯିବେ। ତାପରେ ରୁବି ବି ଚାଲିଯିବେ। ତାପରେ ମମତା ଦାଦିମାକୁ କହିବେ, ପିଉସୀ ମା, ପ୍ଲିଜ୍ ଆପଣ ଏ 2 ଜଣଙ୍କୁ ଏ ଘରୁ ଯିବାକୁ ଦିଅନ୍ତୁନି। ପିଉସୀ ମା, ଦିଦି କିଛି କହୁନାହାନ୍ତି, କିନ୍ତୁ ତାଙ୍କୁ ବହୁତ କଷ୍ଟ ହେଉଛି। ହାର୍ଟ ପେସେଣ୍ଟ ସେ ଯାହା ବି ହଉ ପଛେ ଆପଣ ତାଙ୍କୁ କଷ୍ଟ ଦେବା ଉଚିତ ନୁହେଁ। ତାପରେ ପଲ୍ଲବୀ କହିବେ, ହଁ ଦାଦିମା, ଆପଣ ନୀଲମ ଦିଙ୍କୁ କ୍ଷମା କରିଦିଅନ୍ତୁ। ଆଜି ପରଠୁ ସିଏ ଏଭଳି ଭୁଲ ଆଉ କେବେ ବି କରିବେନି, ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦଉଛି।